ଲୋକଙ୍କ କଥାରେ ପଡ଼ିକି ସ୍ୱାମୀଙ୍କ ସହିତ ମନାନ୍ତର ମତାନ୍ତର କରିଥିଲି। ବହୁତ ଝଗଡ଼ା ଝାଣ୍ଟି ହେଇଥିଲା ଆମର। ଆଉ ଏବେ ମୁଁ ବାପ ଘରେ। କିନ୍ତୁ ଗୋଟେ ମାସ ନ ଯାଉଣୁ ସମସ୍ତଙ୍କର ଗତିରୀତି ମୁଁ ଭଲ ଭାବରେ ବୁଝି ସାରିଲିଣି କି ଲୋକେ କ'ଣ ଚାହୁଁଥିଲେ ଆଉ କ'ଣ କଲେ। ଆଉ ମୁଁ ବକିଟା ହିଁ ଏଇସବୁ ଜିନିଷରେ ଫସିଗଲି। ପୁରା କାହାଣୀଟା ହେଲା ଯେ ଆମ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦିନେ ବହୁତ ଜୋରସୋର ଝଗଡ଼ା ହୁଏ। ଗୋଟେ କହିବା ପାଇଁ ଗଲେ ସାମାନ୍ୟ ଝଗଡ଼ା, କାହିଁକିନା ଏମିତିରେ ବି ଛୋଟ ମୋଟ କଥାରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେବାଟା ସ୍ୱାଭାବିକ କଥା। ଏମିତି କେଉଁ ପରିବାର ନଥିବେ ଯେଥିରେ ସ୍ୱାମୀ ସ୍ତ୍ରୀ ଝଗଡ଼ା ନଥିବ। ତ ଝଗଡ଼ା ମଧ୍ୟରେ ଯାହା ହଉ ନା କାହିଁକି ସିଏ ପଦେ ଅଧେ କଥା ତାଙ୍କ ଘର ଲୋକଙ୍କୁ ନେଇକି ମୁଁ କହିଦେଲି, ଆଉ ଆମ ଘର ଲୋକଙ୍କ କଥା ଉଠେଇକି ସିଏ ମଧ୍ୟ କହିଦେଲେ। ଏଇ କଥାଟା ଶୁଣି ସାରିବା ପରେ ମୋ ହାଡ଼ ଜଳିଗଲା। ତ ଏଇ ବିଷୟରେ ମୁଁ ଆମ ଘର ଲୋକଙ୍କ ସାଥିରେ ଚର୍ଚ୍ଚା କଲି। ଆଉ ଘର ଲୋକଙ୍କ ସାଥିରେ ଚର୍ଚ୍ଚା କରିସାରିବା ପରେ ସେମାନେ ମୋତେ ବୁଝେଇବା ବଦଳରେ ମୋତେ ଭଡ଼କିବା ଆରମ୍ଭ କରିଦେଲେ। ଏମିତି ଭାବରେ ଭଡ଼କିଲେ ଯେ କଥା ଯାଇକି ଛାଡ଼ପତ୍ର ପର୍ଯ୍ୟନ୍ତ ପହଞ୍ଚିଲା। ସ୍ୱାମୀ ମୋତେ ଗୋଟେ ଦିନ ଆସିକି ଭଲ କରିକି ବୁଝେଇଲେ। କହିଲେ, ଦେଖ, ଯାହାର ସ୍ୱାମୀ ନଥାଏ ନା, ଶାଶୁ ଘରେ କ'ଣ ବାପ ଘରେ କ'ଣ କୌଣସି ସ୍ଥାନରେ ସମ୍ମାନ ନଥାଏ। କିନ୍ତୁ ସେତେବେଳେ ତ ମୋ ମୁଣ୍ଡରେ ଏକ ପଞ୍ଚମୀ ରାଗ। ଆଉ ସେହି ସମୟରେ ମୋ ଭାଉଜ ଭଲ ମନ୍ଦ କରିକି ଖୁଆଉଥାନ୍ତି ମୋତେ। ସବୁବେଳେ ମୋ କଥାର ଆଦର ଯତ୍ନ ଆଉ ମୋତେ ଯେତେ ଭଲରେ ରଖିପାରିବେ ସେତେ ପ୍ରକାର ବନ୍ଦୋବସ୍ତ କରୁଥାନ୍ତି। କିଛି ଦିନ ହେବ ମୋ ଭାଇର ଚାକିରିଟା ଚାଲିଯାଇଛି, କିନ୍ତୁ ତା ବାଦେ ବି ମୋତେ ବହୁତ ଯତ୍ନ ମିଳୁଥିବାର ଦେଖିକି ମୋ ମନଟା ଖୁସି କହିଲେ ନ ସରେ। ମୁଁ ଭାବିଲି ବୋଧେ ମୁଁ ଠିକ୍ କରିଛି, ସେଥିପାଇଁ ସେମାନେ ମୋ ଉପରେ ବୋଧେ ଖୁସି ଅଛନ୍ତି। କିନ୍ତୁ ମୁଁ ଜାଣିନଥିଲି କି ଯେ ଦିନକୁ ଦିନ ତାଙ୍କ ଷଡ଼ଯନ୍ତ୍ରରେ ମୁଁ ଫସିଯିବି ବୋଲି। ଜାଣିନାହାନ୍ତି ଲୋକେ କି ସ୍ୱାର୍ଥ ପାଇଁ ଲୋକେ କିଛି ବି କରିପାରନ୍ତି, ଝିଅକୁ ମଧ୍ୟ ବଳି ପକାଇ ଦେଇପାରନ୍ତି। ଏଇ ଜିନିଷ ସେଦିନ ମୁଁ ହାଡ଼େ ହାଡ଼େ ବୁଝିପାରିଛି। ମୋର ଛାଡ଼ପତ୍ର ହେବାର କେସ୍ ଯେବେ ଫାଇଲ୍ ହୁଏ ସେବେ ଜଣାପଡ଼େ ଯେ କି ମୋ ସ୍ୱାମୀଙ୍କ ନାଁରେ କୌଣସି ପ୍ରକାରର ସମ୍ପତ୍ତି ନାହିଁ। ଯାହା କିଛି ସମ୍ପତ୍ତି ବାଡ଼ି ଅଛି ସବୁ ମୋ ଶାଶୁଘର ଲୋକଙ୍କ ନାଁରେ ଅଛି। ମୋ ସ୍ୱାମୀଙ୍କର ଇନକମ୍ ଟଙ୍କା ମଧ୍ୟ ତାଙ୍କ ମାଆଙ୍କ ନାଁରେ ଅଛି, ଯାହାଫଳରେ ମୋତେ ସେମିତି କିଛି ଭାଗ ବାଣ୍ଟରେ ମିଳିବନି। ମୋ ବାପଘର ଲୋକ ଚାହୁଁଥିଲେ ସ୍ୱାମୀଙ୍କ କତରୁ ଦାବି କରିକି 50 ଲକ୍ଷରୁ ଗୋଟେ କୋଟି ଟଙ୍କା ପର୍ଯ୍ୟନ୍ତ ଝଡ଼େଇବେ, କାହିଁକିନା ମୋ ସ୍ୱାମୀ ଭଲ ବେତନରେ ଗୋଟେ ସରକାରୀ ଚାକିରି କରିଥିଲେ ବୋଲିକି। କିନ୍ତୁ ଏବେ ଏମିତି ଟାଇପ୍ର ପରିସ୍ଥିତି ଦେଖିକି, ସେମାନଙ୍କର ରୂପ ବଦଳୁଥିବାର ଦେଖିକି ମୁଁ ବହୁତ ଆଶ୍ଚର୍ଯ୍ୟ ହେଇଗଲି। ମୋତେ ବୁଝିବା ପାଇଁ ଡେରି ଲାଗିଲାନି କି ଏଇସବୁ ମୋର ସେଇ ଛାଡ଼ପତ୍ରରେ ମିଳିଥିବା ଟଙ୍କା ପାଇଁ ଏମିତିକା ହେଉଛନ୍ତି ବୋଲି। ମୁଁ ଗୋଟେ ଦିନ ରାତିରେ ସ୍ୱାମୀଙ୍କୁ ଫୋନ୍ କଲି। ସେ ମୋ ଫୋନ୍ଟା ରିସିଭ୍ କଲେ, ଭଲରେ ମଧ୍ୟ ମୋ ସହିତ କଥା ହେଲେ। ମୁଁ ତାଙ୍କୁ ରିକ୍ୱେଷ୍ଟ କରିକି ଡକେଇଲି କି ଯେ ମୋ ସାଥିରେ ଦେଖା କରିବା ପାଇଁ ଆସ। ପ୍ରଥମେ ତ ସେ ସଂକୁଚ କଲେ, କିନ୍ତୁ ତାପରେ ସେ ମୋ ସାଥିରେ ଦେଖା କରିବା ପାଇଁ ଆସିଲେ। ମୁଁ ଦେଖା ହେବା ବେଳକୁ ସବୁ ଜିନିଷ ଡିଟେଲ୍ସରେ ତାଙ୍କୁ କହିଲି। କହିସାରିବା ପରେ ସେ କହିଲେ, ତ ତୁମେ ବୁଝିପାରିଲ ତ କିଏ ତୁମର ନିଜର କିଏ ତୁମର ପର।